जय जगन्नाथ पिलामाने तुमମାନଙ୍କୁ ସ୍ୱାଗତ କରୁଛୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଡିବି PDF ଲାଇବ୍ରେରୀରେ। ତ ଆଜିର ଏଇ ଭିଡ଼ିଓରେ ଆମେ ଡିସ୍କସ୍ କରିବା ଇନଡୋର୍ ଆଉ ଆଉଟଡୋର୍ ଯେଉଁ ଖେଳକୁ ଅନୁସନ୍ଧାନ କରିବା ସେ ପ୍ରୋଜେକ୍ଟଟା ଆଜି ଡିସ୍କସନ୍ କରିବା। ତ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ମୁଁ କହି ରଖେ ଯେ ଆମ ଚ୍ୟାନେଲରେ ଏହିପରି ପ୍ରୋଜେକ୍ଟ ଭିଡ଼ିଓ ଏବଂ ବିଭିନ୍ନ ଟେଷ୍ଟ ପେପରରୁ ତ ଆମର କ୍ୱେଶ୍ଚିନ୍ ଆନ୍ସର୍ ସବୁ ଅପଲୋଡ଼ ହେଉଛି। ଯଦି ତୁମମାନେ ସେଗୁଡ଼ାକୁ ଦେଖିନାହ ତ ଦେଖିନିଅ, ଯାହାଫଳରେ କି ତୁମମାନଙ୍କୁ ସେଗୁଡ଼ାକ କାମରେ ଆସିବ ହେଲା। ଆଉ ଯଦି ତୁମମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନ ତ ସେଠି ଜଲ୍ଦି ଜଏନ୍ କରିନିଅ, କାରଣ ଆମର ସବୁ ଯାହା ବି PDF ଏଠି ତୁମମାନେ ଦେଖିପାରୁଛ ତ ସବୁ ସେଠି ଅପଲୋଡ଼ ହେଉଛି। ତ ଦେଖିପାରୁଥିବ ଏଇଟା ତୁମର ଫାର୍ଷ୍ଟ ପେଜ୍ଟା ଏମିତି ଅଛି। ତ ମୁଁ ଏଠି ପ୍ରଥମେ କହି ରଖୁଛି, ଯଦି କିଏ କପି କରିବାକୁ ଚାହୁଁଛି ୟୁଟ୍ୟୁବରେ ତ ସେ ବାଗେଇ ଟିକେ ରୁହ, କାରଣ ମୁଁ ଏଠି ଏଥରକ ସବୁ ୱାଟର ମାର୍କ ଦେଇଦେଇଛି, ଯାହାଫଳରେ କି ତୁମେ କପି କଲା ମାନେ ମୁଁ ତୁମକୁ ଷ୍ଟ୍ରାଇକ୍ ଦେଇପାରିବି। ତ ଦେଖ ପ୍ରଥମ ପେଜ୍ଟା ଏହିପରି। ତ ସେକେଣ୍ଡ ପେଜ୍ରେ ତୁମମାନେ କ'ଣ କରିବ ନା ଉପକ୍ରମ ଉଭୟ ମନୋରଞ୍ଜନ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରି ମାନବ ବିକାଶରେ ଖେଳଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ପ୍ରୋଜେକ୍ଟଟି ସେମାନଙ୍କର ଅନନ୍ୟ ବୈଶିଷ୍ଟ୍ୟ ଏବଂ ବ୍ୟକ୍ତିଗତ ଅଭିବୃଦ୍ଧିରେ ଅବଦାନ ଉପରେ ଆଲୋଚନା କରି ଇନଡୋର୍ ଏବଂ ବାହ୍ୟ ଖେଳ ଜଗତରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ହେଲା ଏତିକି ତୁମେ ଲେଖିବ ଉପକ୍ରମ। ତାପରେ ଯଦି ତୁମମାନେ ଚାହିଁବ ଆମ ଟେଲିଗ୍ରାମ ଚ୍ୟାନେଲରୁ PDF ମଧ୍ୟ ଉଠେଇକି ଏଇଗୁଡ଼ାକ ଯେଉଁ ପିକ୍ଚର ଗୁଡ଼ାକ ଅଛି ସେଗୁଡ଼ା ଲେଖିକି କରିପାରିବ, କିମ୍ବା ତୁମେ ଏଇନା ସ୍କ୍ରିନଶଟ୍ ନେଇଯାଅ ତାକୁ ପ୍ରିଣ୍ଟ ଆଉଟ୍ କାଢ଼ିଦେବ ହେଲା। ତ ପ୍ରିଣ୍ଟ ଆଉଟ୍ କାଢ଼ିଲା ପରେ କେମିତି ଦେଖାଯିବ ସେଇଟା ବି ମୁଁ ତୁମମାନଙ୍କୁ ଦେଖେଇଦେବି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ରେ କାଢ଼ିଲେ ହେଲା। ତ ଦେଖ ପଦ୍ଧତିରେ ତୁମେ ପ୍ରଥମେ କ'ଣ ଲେଖିବ ନା ସାହିତ୍ୟ ସମୀକ୍ଷା ଘର ଭିତର ତଥା ବାହ୍ୟ ଖେଳର ଇତିହାସ ଏବଂ ଉପକାରିତା ବିଷୟରେ ସୂଚନା ସଂଗ୍ରହ କରିବାକୁ ଏକାଡେମିକ୍ ପ୍ରବନ୍ଧ ପୁସ୍ତକ ଏବଂ ଅନଲାଇନ୍ ଉତ୍ସ ଗୁଡ଼ିକ ସମୀକ୍ଷା କଲୁ ହେଲା। ଏକାଡେମିକ୍ ପ୍ରବନ୍ଧ ମାନେ ତୁମ ସ୍କୁଲରେ ଯେଉଁ ବହି ଗୁଡ଼ାକ ଅଛି ସେଠୁ ଆମେ ଡାଟା କଲେକ୍ସନ୍ କରିଛୁ, ଆଉ ଅନଲାଇନ୍ ଉତ୍ସ ମାନେ ଗୁଗୁଲ୍ ସର୍ଚ୍ଚରୁ ପାଇଛୁ। ତାପରେ ଦେଖ ସର୍ବେକ୍ଷଣ ଲୋକଙ୍କ ପସନ୍ଦ ନିର୍ଦ୍ଦିଷ୍ଟ ଖେଳ ବାଛିବାର କାରଣ ଏବଂ ଧାରଣା ଲାଭ ଉପରେ ପର୍ଯ୍ୟବେକ୍ଷଣ କଲୁ। କେଉଁ ଲୋକକୁ କ'ଣ ଭଲ ଲାଗୁଛି, ଧର ଜଣେ ଲୋକଙ୍କୁ କ୍ରିକେଟ୍ ଭଲ ଲାଗୁଛି, କାହିଁ ଭଲ ଲାଗୁଛି ସେଗୁଡ଼ା ବି ଆମେ ଦେଖିଲୁ। ତାପରେ ଦେଖ ପର୍ଯ୍ୟବେକ୍ଷଣ ଆଚରଣଗତ ଢାଞ୍ଚା ଏବଂ ସାମାଜିକ ପାରସ୍ପରିକ କାର୍ଯ୍ୟକଳାପକୁ ବିଶ୍ଳେଷଣ କରିବା ପାଇଁ ମନୋନୀତ ଖେଳଗୁଡ଼ିକରେ ଜଡ଼ିତ ଅଂଶଗ୍ରହଣକାରୀ ମାନଙ୍କୁ ଦେଖିଲୁ। ତାପରେ ଦେଖିବା ଉଦ୍ଦେଶ୍ୟରେ କ'ଣ ଲେଖିବ ନା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଭିତର ତଥା ବାହ୍ୟ ଖେଳ ଗୁଡ଼ିକର ବିଶ୍ଳେଷଣ ଏବଂ ତୁଳନା କରିବା, ସେମାନଙ୍କର ଲାଭ, ଲୋକପ୍ରିୟତା ଏବଂ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ପ୍ରଭାବ ଅନୁସନ୍ଧାନ କରିବା ହେଲା। ଅନୁସନ୍ଧାନ କଲୁ ଏଠି ତୁମେ କରିବା ବି ଲେଖିପାରିବ, ଯେ ତ କିଛି ଅସୁବିଧା ନାହିଁ। ତ ଏଠି ଦେଖିପାରୁଥିବ ଫଟୋ ଗୁଡ଼ା ଟିକେ ଲଗେଇବ, ଯାହାଫଳରେ ତୁମ ପ୍ରୋଜେକ୍ଟଟା ଟିକେ ଆଟ୍ରାକ୍ଟିଭ୍ ଲାଗିବ ହେଲା। ତାପରେ ତଥ୍ୟ ବିଶ୍ଳେଷଣ ପ୍ରଥମେ ଲେଖିବ ଶାରୀରିକ ସ୍ୱାସ୍ଥ୍ୟ, ହୃଦରୋଗ ସ୍ୱାସ୍ଥ୍ୟ, ମାଂସପେଶୀ ବିକାଶ ଏବଂ ନମନୀୟତା ଭଳି କାରକକୁ ବିଚାର କରି ଘର ଭିତର ତଥା ବାହ୍ୟ ଖେଳର ଶାରୀରିକ ସୁସ୍ଥତା ଲାଭ ତୁଳନା କଲୁ। ମାନସିକ ସୁସ୍ଥତା ଉଭୟ ପ୍ରକାରର ଖେଳ ଖେଳିବା ସହିତ ଜଡ଼ିତ ଜ୍ଞାନଗତ ଲାଭ, ଚାପରୁ ମୁକ୍ତି ଏବଂ ମାନସିକ ଉତ୍ସାହର ଅନୁସନ୍ଧାନ କଲୁ। ସାମାଜିକ ପାରସ୍ପରିକ କ୍ରିୟା, ଦଳଗତ କାର୍ଯ୍ୟ, ଯୋଗାଯୋଗ ଦକ୍ଷତା ଏବଂ ସମ୍ପ୍ରଦାୟ ନିର୍ମାଣକୁ ବିଚାର କରି ଘର ଭିତର ତଥା ବାହ୍ୟ ଖେଳର ସାମାଜିକ ଦିଗ ଗୁଡ଼ିକ ବିଷୟରେ ଜାଣିବା ହେଲା। ତ ଏଇଟା ଥିଲା ଆମର ତଥ୍ୟ ବିଶ୍ଳେଷଣ। ତାପରକୁ ଦେଖିବା ଖେଳର ବର୍ଗୀକରଣ ହେଲା। ଖେଳର ବର୍ଗୀକରଣ କ'ଣ ନା କେତେ ପ୍ରକାର ଖେଳ ଅଛି, 2 ପ୍ରକାର, ଗୋଟେ ହେଲା ଇନଡୋର୍ ଆଉ ଆଉଟଡୋର୍। ତ ଦେଖ କ'ଣ ଲେଖିବ, ଖେଳ ଗୁଡ଼ିକ 2ଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ ହୋଇପାରେ, ଘର ଭିତର ଏବଂ ବାହାର। ଘର ଭିତର ଆଉ ବାହାର। ଭିତର ଖେଳ ଗୁଡ଼ିକ ସାଧାରଣତଃ ଏକ ସୀମିତ ସ୍ଥାନ ମଧ୍ୟରେ ଖେଳାଯାଏ, ଯେତେବେଳେ ଖୋଲା ପରିବେଶରେ ବାହ୍ୟ ଖେଳ ଗୁଡ଼ିକର ଉପଭୋଗ କରାଯାଏ। ଏହାର ଅର୍ଥ ବୁଝ ଯେ ଯେଉଁ ତୁମେ ଘର ଭିତରେ ଇନଡୋର୍ ଗେମ୍ ଗୁଡ଼ାକ ଘର ଭିତରେ କିଛି ସୀମିତ ସ୍ଥାନ ମଧ୍ୟରେ ଖେଳିପାର,
ଆଉ ଯେତେବେଳେ କି ଖୋଲା ପରିବେଶରେ ବାହ୍ୟ ଖେଳ ଗୁଡ଼ିକ ଉପଭୋଗ କରିପାରିବ। ମାନେ ବାହାରେ ଯେମିତି କ୍ରିକେଟ ଫୁଟବଲ ତମେ ଖେଳିଲା ବେଳେ ଚିଲେଇବ ହେ ମାର ମାର ମାର, ଆଉ ଦୌଡ଼ା ଦୌଡ଼ି କରିବ ସେଗୁଡ଼ାକ। ଆଉ ତମର ଫ୍ରି ଫାୟାର ଖେଳିଲେ ଏ ମାର 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 ଗଲା 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 ଏମିତି ତମେ ଖେଳୁଛ। ହଁ, ତ ସେଗୁଡ଼ା ଯଦି ତମେ ମୋବାଇଲ ଗେମ୍ ଖେଳୁଛ ତ ତାକୁ ଛାଡ଼ିଦିଅ। ଆଉ ତମେମାନେ ଆମର କ'ଣ ଫିଜିକାଲ ଆକ୍ଟିଭିଟି ଗେମ୍ ଖେଳ। ବୁଝିପାରୁଛ? ତାପରେ ଦେଖ ଲାଭ। ଏହାର ଲାଭ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଭିତର ଖେଳ ଗୁଡ଼ିକ ମାନସିକ ଉତ୍ସାହ ଏବଂ ଜ୍ଞାନଗତ କୌଶଳରେ ସହାୟକ ହୋଇଥାଏ, ଯେତେବେଳେ କି ବାହ୍ୟ ଖେଳ ଗୁଡ଼ିକ ଶାରୀରିକ ସୁସ୍ଥତାକୁ ବଢ଼ାଇଥାଏ, ସାମାଜିକ ପାରସ୍ପରିକ କଥାବାର୍ତ୍ତାକୁ ଉତ୍ସାହିତ କରିଥାଏ ଏବଂ ମାନସିକ ସୁସ୍ଥତା ପ୍ରଦାନ କରିଥାଏ। ତାପରେ ଦେଖ ଲୋକପ୍ରିୟତା। ଲୋକପ୍ରିୟତା ବିଶ୍ୱ ଏବଂ ଆଞ୍ଚଳିକ ଲୋକପ୍ରିୟତାର ଅନୁସନ୍ଧାନ ବିଭିନ୍ନ ପସନ୍ଦକୁ ଉନ୍ମୋଚନ କରେ। ଚେସ୍ ଏବଂ ଭିଡ଼ିଓ ଗେମ୍ ପରି ଖେଳ ଘର ଭିତରେ ପ୍ରାଧାନ୍ୟ ଦେଇପାରେ, ଯେତେବେଳେ ଫୁଟବଲ ଏବଂ କ୍ରିକେଟ ବାହାରେ ବ୍ୟାପକ ଲୋକପ୍ରିୟତା ଉପଭୋଗ କରୁ। ତ ଯଦି ସ୍କ୍ରିନଶଟ୍ ଉଠେଇବାକୁ ଚାହୁଁଛ ଉଠେଇ ନିଅ। ମୁଁ ଏଟାକୁ କାଢ଼ି ଦେଉଛି, ତୁମେ ସ୍କ୍ରିନଶଟ୍ ଉଠେଇ ନେବା କଥା ନେଇଯାଅ ହେଲା। ତାପରକୁ ଯିବା ଆମର ଟେକ୍ନୋଲୋଜିର ପ୍ରଭାବ ଶିକ୍ଷାଗତ ଦିଗ ହେଲା। ତ ଦେଖ ପାରମ୍ପରିକ ଖେଳ ଉପରେ ଟେକ୍ନୋଲୋଜିର ପ୍ରଭାବ ମହତ୍ତ୍ୱପୂର୍ଣ୍ଣ। ଇନଡୋର ଭିଡ଼ିଓ ଗେମ୍ ଏବଂ ଭର୍ଚୁଆଲ୍ କ୍ରୀଡ଼ା ଖେଳର ଦୃଶ୍ୟକୁ ପରିବର୍ତ୍ତନ କରି ଉଭା ହୋଇଛି। ବାହ୍ୟ ଖେଳ ଗୁଡ଼ିକ ଆପ୍, ସେନ୍ସର ଏବଂ ବର୍ଦ୍ଧିତ ବାସ୍ତବତା ମାଧ୍ୟମରେ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରେ। ତାପରେ ଦେଖ ଶିକ୍ଷାଗତ ଦିଗ। ଶିକ୍ଷାଗତ ମୂଲ୍ୟ ବିଶ୍ଳେଷଣ କରିବା ଦର୍ଶାଏ ଯେ ପଜଲ ଏବଂ ଷ୍ଟ୍ରାଟେଜି ଖେଳ ପରି କେତେକ ଇନଡୋର ଖେଳ ସମାଲୋଚିତ ଚିନ୍ତାଧାରାକୁ ବଢ଼ାଇଥାଏ। ବାହ୍ୟ ଖେଳ ଗୁଡ଼ିକ ଶାରୀରିକ ଦକ୍ଷତା ବିକାଶ, ଦଳଗତ କାର୍ଯ୍ୟ ଏବଂ ସାମଗ୍ରିକ ଚରିତ୍ର ନିର୍ମାଣରେ ସହାୟକ ହୋଇଥାଏ ହେଲା। ତ ଏଠି ଦେଖିପାରୁଥିବ ଦୁଇଟା ଫଟୋ ମୁଁ ଲଗେଇଛି, ଗୋଟେ ରହିଲା ସୁଡୁକୋର ଆଉ ଗୋଟେ ରହିଲା ତମର ଫ୍ରି ଫାୟାରର ଗୋଟେ ପିକ୍ଚର ରହିଛି। ତ ପ୍ରଥମେ ଏଇଟା ହେଉଛି ତମର ଟେକ୍ନୋଲୋଜିର ପ୍ରଭାବ। ଏଠି ତୁମେ VR ସେଟ୍ ଯେଉଁ ଅଛି ସେଇଟା ଗୁଗୁଲରେ ସର୍ଚ୍ଚ କରି ପିକ୍ଚର ଲଗେଇପାର କି କ'ଣ ଯାହା ବି ତୁମେ କରିପାର, ଯେଉଁଟାକି ଟେକ୍ନୋଲୋଜି ରିଲେଟେଡ଼୍ ହେଇଥିବ ଗେମ୍ ପାଇଁକି ହେଲା। ଆଉ ଏଇଟା ରହିଲା ସୁଡୁକୋ, ଏଇଟା ଟିକେ ମ୍ୟାଥର ଅଛି। ତୁମେ ଏଇଟା ଖେଳିଲେ ତୁମର ଏଇଠି ଯେଉଁ ଦେଇଛି ନା କେତେକ ଇନଡୋର ଖେଳ ସମାଲୋଚିତ ଚିନ୍ତାଧାରାକୁ ବଢ଼ାଇଥାଏ, ଏଇଟା ମାନସିକ ଟିକେ ବିକାଶ ପାଇଁକି ସହାୟକ ହେଲା। ତ ତାପରେ ଦେଖ ଇନଡୋର ଖେଳର ତାଲିକା। ତ ପ୍ରଥମେ ଆସିଲା ଚେସ୍, ବୋର୍ଡ଼ ଗେମ୍ସ ଯଥା ଏକଚାଟିଆ, ସ୍କ୍ରାବଲ୍, କାର୍ଡ଼ ଖେଳ ଗୁଡ଼ିକ ଯଥା ପୋକର, ବ୍ରିଜ୍, ଭିଡ଼ିଓ ଗେମ୍ସ ଯଥା ଫର୍ଟନାଇଟ୍, ମାଇନକ୍ରାଫ୍ଟ। ଏଇଟା ମାଇନକ୍ରାଫ୍ଟ ତୁମେ ଲେଖିପାର। ପଜଲ୍ ଏବଂ ମସ୍ତିଷ୍କ ଟିଜର ହେଲା। ତାପରେ ବାହ୍ୟ ଖେଳର ତାଲିକା ଫୁଟବଲ, ବାସ୍କେଟବଲ, କ୍ରିକେଟ, ଟେନିସ୍, ଟ୍ୟାଗ୍ କରନ୍ତୁ, ସରି ଏଇଟା ଟିକେ ଭୁଲ ହେଇଯାଇଛି, ଟ୍ୟାଗ୍ କରନ୍ତୁ ହେବନି। ତାପରେ ଲୁଚା ହାଇଡ୍ ଆଣ୍ଡ ସିକ୍, ଯେଉଁ ଲୁଚାନ୍ତୁ ଆଉ ଖୋଜ ହେଲା। ପତାକା ଧରି ନିଅନ୍ତୁ, ତାପରକୁ ଫ୍ରିସ୍ବି, ତାପରକୁ ହପ୍ସ୍କଟ୍, ତାପରକୁ ସାଇକେଲ ଚଳାଇବା ଇତ୍ୟାଦି। ତାପରେ ଉପସଂହାର ଲାଷ୍ଟକୁ ଲେଖିବ। ଏ ପ୍ରକଳ୍ପଟି ଘର ଭିତର ଏବଂ ବାହ୍ୟ ଖେଳ ମଧ୍ୟରେ ଗତିଶୀଳତା ବିଷୟରେ ଏକ ବିସ୍ତୃତ ବୁଝାମଣା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସେମାନେ ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ ଆଣିଥିବା ସାମଗ୍ରିକ ଲାଭ ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରନ୍ତି ହେଲା। ଏମିତି ଗୋଟେ ପିକ୍ଚର ଲଗାଇ ଦେଇପାରିବ। ଲାଷ୍ଟକୁ ଥ୍ୟାଙ୍କ ୟୁ ପେଜ୍ ରଖିବ ହେଲା। ଆଉ ଯଦି ତୁମମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ତ ସବସ୍କ୍ରାଇବ୍ କରିନେବ। ତ ମୁଁ ଦେଖେଇ ଦେଉଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ରେ କେମିତି ଦେଖାଯିବ, ତ ଟିକେ ୱେଟ୍ କର। ତ ଦେଖ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ରେ କେମିତି ଦେଖାଯାଉଛି। ତ ଦେଖିପାରୁଥିବ ଫାଷ୍ଟ ପେଜ୍ଟା କିଛି ଏଇଭଳି ଦେଖାଯିବ। ତାପରେ ଦେଖ ଉପକ୍ରମଟା ଏମିତି ଦେଖାଯିବ ହେଲା। ତାପରେ ପଦ୍ଧତି, ଉଦ୍ଦେଶ୍ୟ ତୁମେ ଦେଖୁଥା କେମିତି ଦେଖାଯିବ। ତାପରେ ତଥ୍ୟ ବିଶ୍ଳେଷଣ,
ଖେଳ ବର୍ଗୀକରଣ, ଲାଭ, ଲୋକପ୍ରିୟତା, ଟେକ୍ନୋଲୋଜିର ପ୍ରଭାବ, ଶିକ୍ଷାଗତ ଦିଗ, ତାପରେ ଇନଡୋର ଖେଳର ତାଲିକା ଏବଂ ବାହ୍ୟ ଖେଳର ତାଲିକା, ତାପରେ ଦେଖ ଉପସଂହାର, ଆଉ ଲାଷ୍ଟକୁ ଗୋଟେ ଥ୍ୟାଙ୍କ ୟୁ ପେଜ୍ ହେଲା। ତ ପ୍ରୋଜେକ୍ଟଟି ଏତିକି। ତ ଯଦି ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତ ଗୋଟେ ଲାଇକ୍ କରିଦେବ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ, ଯାହାଫଳରେ କି ତୁମମାନଙ୍କ ପାଇଁ ଏହିପରି ଭିଡ଼ିଓ ଆଗକୁ ବନେଇବାକୁ ମୋଟିଭେସନ୍ ମିଳିବ। ତ ଆଜି ପାଇଁ କି ଏତିକି, ରହୁଛି। ଜୟ ଜଗନ୍ନାଥ।